ବ୍ୟାଙ୍କ ମାନେ କେଉଁଠୁ ଆଣନ୍ତି ଲୋନ୍? ସମସ୍ତଙ୍କ ମନ ଭିତରେ ପ୍ରଶ୍ନ ଥିବ। ସବୁ ଲୋକ ତ ଯାଆନ୍ତି ବ୍ୟାଙ୍କକୁ ଲୋନ୍ ଦେବାକୁ। ବ୍ୟାଙ୍କ ତ ସବୁ ଲୋକଙ୍କୁ ଲୋନ୍ ଦିଏ, କିନ୍ତୁ ବ୍ୟାଙ୍କର କ'ଣ ପଇସା ସର୍ଟେଜ୍ ହୁଏନି? ଯଦି ବି ସର୍ଟେଜ୍ ହୁଏ ତାହେଲେ ବ୍ୟାଙ୍କ ମାନେ କେଉଁଠୁ ଆଣନ୍ତି ଲୋନ୍? ବ୍ୟାଙ୍କ ଲୋକଙ୍କୁ ଲୋନ୍ ଦିଏ, କିନ୍ତୁ ବ୍ୟାଙ୍କକୁ କିଏ ଲୋନ୍ ଦିଏ? 99% ଲୋକ ଏହାର ଉତ୍ତର ଜାଣିନଥିବେ। ଲୋନ୍ ବା ଋଣ ଶବ୍ଦ ଯେତେବେଳେ ପ୍ରଥମେ ମନକୁ ଆସେ, ସେତେବେଳେ ପ୍ରଥମ ଶବ୍ଦ ପାଟିରୁ ବାହାରି ଆସେ ବ୍ୟାଙ୍କ। କାରଣ ଜଣେ ସାଧାରଣ ଲୋକଠୁ ଆରମ୍ଭ କରି କୋଟିପତି ପର୍ଯ୍ୟନ୍ତ ସମସ୍ତଙ୍କର ଲୋନ୍ ଦରକାର ପଡ଼େ। ସାଧାରଣ ଲୋକର ଅସୁବିଧା ସମୟରେ ଲୋନ୍ ଦରକାର ପଡ଼େ, ଆଉ କୋଟିପତିଙ୍କର ବଡ଼ ବଡ଼ ବ୍ୟବସାୟୀରେ ଯେତେବେଳେ ଅସୁବିଧା ଆସେ ସେତେବେଳେ ତାଙ୍କୁ ଲୋନ୍ ଦରକାର ପଡ଼େ। କେବଳ ବ୍ୟକ୍ତି ବିଶେଷ ନୁହନ୍ତି, ବଡ଼ ବଡ଼ କମ୍ପାନୀ ବି ଋଣ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି ଆଉ ବ୍ୟାଙ୍କରେ ଆବେଦନ କରିଥାନ୍ତି। ପୃଥିବୀର ସମସ୍ତ ବ୍ୟାଙ୍କ ଲୋନ୍ ଦେଇଥାନ୍ତି ଆଉ ସୁଧ ସହିତ ମୂଳ ବି ଆଦାୟ କରିଥାନ୍ତି। ସବୁ ବ୍ୟାଙ୍କମାନଙ୍କର ଇନକମ୍ ଥାଏ ଲୋନ୍ ଦେଇ ସୁଧ ଆଦାୟ କରନ୍ତି। ଜଣେ ବ୍ୟକ୍ତିଙ୍କର ଲୋନ୍ ଆବଶ୍ୟକ ହେଲେ ସେ ପ୍ରଥମେ ବ୍ୟାଙ୍କ ଉପରେ ଭରସା କରିଥାନ୍ତି ଆଉ ବ୍ୟାଙ୍କକୁ ଯାଇ ଋଣ ପାଇଁ ଆବେଦନ ବି କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ବ୍ୟାଙ୍କମାନେ କେଉଁଠୁ ଋଣ ଆଣନ୍ତି? ବ୍ୟାଙ୍କରେ ଯେତେବେଳେ ଟଙ୍କା ସର୍ଟେଜ୍ ପଡ଼େ, ସେ କାହା ପାଖରୁ ଲୋନ୍ ଆଣନ୍ତି? ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ଆସିବା ପରେ ଅତି ସହଜରେ ଲୋକମାନେ ଋଣ ପାଇପାରୁଛନ୍ତି। ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ବ୍ୟାଙ୍କରୁ ଲୋକମାନେ ଋଣ ନେଇଥାନ୍ତି। କିଏ ପର୍ସନାଲ ଋଣ ନିଅନ୍ତି ତ କିଏ ଘର ତୋଳିବା ପାଇଁ ହୋମ୍ ଲୋନ୍ କରିଥାନ୍ତି, କିଏ ବାଇକ୍ ଋଣ କରିଥାନ୍ତି ତ କିଏ ମୋବାଇଲ ପାଇଁ ବି ଋଣ କରିଥାନ୍ତି। ବିଭିନ୍ନ ପ୍ରକାରର ଲୋକ ଋଣ କରିଥାନ୍ତି ବ୍ୟାଙ୍କରୁ, ଆଉ ପ୍ରତିବଦଳରେ ଋଣ ନେଇଥିବା ବ୍ୟକ୍ତି ବ୍ୟାଙ୍କକୁ ସୁଧ ଦେଇଥାନ୍ତି। ବ୍ୟାଙ୍କର ମୁଖ୍ୟ କାମ ହେଲା ଲୋକଙ୍କୁ ଋଣ ଦେବା ଆଉ ତାଙ୍କଠାରୁ ସୁଧ ନେବା। ଘର କରିବାଠାରୁ ଆରମ୍ଭ କରି ବ୍ୟବସାୟ ହେଉ କିମ୍ବା ପାଠପଢ଼ା, ବିବାହ, ଗାଡ଼ି କିଣିବା ହେଉ, ସବୁଥିରେ ଋଣ ବା ଲୋନ୍ ହିଁ ସମସ୍ତଙ୍କୁ ସହଯୋଗ କରିଥାଏ। ଲୋନ୍ ନେଇ ଲୋକମାନେ ତାଙ୍କର ଆଶା ସବୁ ପୂରଣ କରିଥାନ୍ତି। ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ ବି ରହିଛି ଲୋକମାନଙ୍କୁ ଋଣ ଦେବା ପାଇଁ। କିନ୍ତୁ ଆପଣ କେବେ ଭାବିଛନ୍ତି ଯେତେବେଳେ ବ୍ୟାଙ୍କମାନଙ୍କୁ ଟଙ୍କାର ଆବଶ୍ୟକତା ପଡ଼େ ସେମାନେ କେଉଁଠୁ ଲୋନ୍ ଆଣିଥାନ୍ତି? ହଜାର ହଜାର କୋଟି ଟଙ୍କାର ଋଣ ସେମାନଙ୍କର ଆବଶ୍ୟକ ପଡ଼େ। ବ୍ୟାଙ୍କମାନଙ୍କର ଏହି ସାଧାରଣ ଟଙ୍କା ଆବଶ୍ୟକ ପଡ଼େନି, ତାଙ୍କର ହଜାର ହଜାର କୋଟି ଋଣ ଆବଶ୍ୟକ ପଡ଼େ। ତେବେ ବ୍ୟାଙ୍କକୁ କିଏ ଋଣ ଦିଏ? ଆସନ୍ତୁ ଜାଣିବା। ବ୍ୟାଙ୍କ ଗୁଡ଼ିକ ମୁଖ୍ୟତଃ ସରକାରୀ ଏବଂ ଘରୋଇ ସଂସ୍ଥା ମାନଙ୍କଠାରୁ ଲୋନ୍ ନେଇଥାନ୍ତି। ବ୍ୟାଙ୍କ ଗୁଡ଼ିକ ଲୋନ୍ ସରକାରୀ ଠାରୁ କରିଥାନ୍ତି ଆଉ କିଛି ଘରୋଇ ସଂସ୍ଥାମାନଙ୍କ ଠାରୁ ଲୋନ୍ ନେଇଥାନ୍ତି। ଏହାଛଡ଼ା ଅନେକ ଦେଶର ସରକାର ମଧ୍ୟ ବ୍ୟାଙ୍କକୁ ଲୋନ୍ ଦିଅନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉଦାହରଣ ସ୍ୱରୂପ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗତବର୍ଷ ନଭେମ୍ବର ମାସରେ ଲୋନ୍ ନେଇଥିଲା। କେଉଁଠୁ ନେଇଥିଲା ଜାଣନ୍ତୁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବା SBI ଗତବର୍ଷ ନଭେମ୍ବର ମାସରେ $1.25 ବିଲିୟନ ବା 10,552 କୋଟି ଟଙ୍କାର ଲୋନ୍ ଆଣିଥିଲା। ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି ବା ଗିଫ୍ଟ ସିଟି ଠାରୁ ଲୋନ୍ ନେଇଥିଲା SBI। ଯେମିତି
साधारण लोकंकु बैंक लोन देई थाए एवं नेला बेले भी सुध भी नहीं थाए। ठीक सेही भली बैंक गुड़िका मध्य जेतेबेले लोन नियंती से माने संपृक्त संस्था को सुध देई थांती। एबे जानिले तो यार उत्तरटी कौन थिला। बैंक गुड़िकर जेतेबेले टंका दरकार पड़े साधारण अल्प टंका तो तांकु दरकार पड़ेनी, तांकर दरकार पड़े हजार हजार कोटी टंकार ऋण। से माने सरकारंक ठारू भी लोन आकार आनती कि घरोई संस्था ठारू भी लोन आकार आनती। बैंक मानकर जेतेबेले ऋण दरकार पड़े से माने जेउठु भी ऋण करती तांकु सुध दियंती, कम सुधरे आनती। आउ जेउ माने बैंक उपरे ऋण नबाकू आसंती बड़ बड़ संस्था हो कि घरोई लोक हो कि पर्सनल लोन हो तांकु से माने अधिक सुध लगाई चार्ज करती। मुख्यतः बैंकर यही होची काम। कम रे लोन आनिबो आउ अधिक रे लोन लगेइदबो। मझिरे जो भागटी रहिला सेटा बैंक रे ही लाभ। बैंक मुख्यतः यही उद्देश्य रे लोन आने जेतेबेले बैंकर टंका शॉर्टेज पड़े। जेतेबेले बैंक रे टंका कम थाए बहुत ऋण लबाकू लोक आसी थांती सेतेबेले बैंक रे टंका दरकार पड़े। बैंक सी सरकारी हो कि घरोई संस्था ठाडू लोन आनती कम सुधरे आ लोकों को अधिक सुधरे ऋण देई थांती। एबे जानिले तो बैंक माने केउठू आनती लोन। समस्ते एबे उत्तर पाई जाइथिबे। समस्तिंक मन भितरे जो प्रश्न थिला लोक माने लोन पाई बैंक को जानती किंतु बैंक लोन पाई केउठी की जाए।